ଅଧଘଣ୍ଟା ବି ଠିଆ ହେଇପାରି। ଆଚ୍ଛା ଅଧଘଣ୍ଟା ବି ଠିଆ ହେଇପାରି। ଆଚ୍ଛା ଆପଣ କେତେ ଦିନ କଷ୍ଟମର ଭାଇଙ୍କ ପାଖରେ? ଆମ ଭାଇ 3-4 ବର୍ଷ ହେଇଗଲାଣି। ଆଚ୍ଛା ଏ ଗୋଟାଏ ପକୋଡା କିନ୍ତୁ ଏ ପକୋଡା ପୁରା ଫିକା ପକେଇଦବ, ମାନେ ସବୁର ଟେଷ୍ଟ ମାନେ କାଟିଦବ, ପୁରା ବଢିଆ ପକୋଡା ମସ୍ତ। ଏଇଟା ଦାଦାଙ୍କର ଦୋକାନ, ମାନେ 30 ବର୍ଷର ଦୋକାନ। ହ୍ୟାଲୋ ହାଏ ନମସ୍କାର ଆପଣ ସମସ୍ତଙ୍କୁ। ଆଜି ଗୋଟେ ନୂଆ ଫ୍ରେଶ ଫୁଡ ବ୍ଲଗକୁ ଆପଣଙ୍କୁ ଢେର ସାରା ୱେଲକମ୍। ତ ମୁଁ ଆଜି ଆସି ପହଞ୍ଚି ଯାଇଛି ଆମର ବାଦାମବାଡ଼ି ମାର୍କେଟରେ। ତ ଆପଣ ତ ସବୁଦିନ ଦେଖୁଛନ୍ତି, ଭୁବନେଶ୍ୱରର ବହୁତ ସାରା ବ୍ଲଗ ଦେଖି ସାରିଲେଣି। ତ ଆଜି ମୁଁ ଅଛି କଟକରେ। ତ ଏଠି ବାଦାମବାଡ଼ିରେ ଗୋଟେ ବଢିଆ ପକୋଡା ଦୋକାନ ଅଛି, ଫେମସ୍ ପକୋଡା ଦୋକାନ, ମାନେ କୈଳାସ ଭାଇନାଙ୍କ ପକୋଡା। 30 ବର୍ଷର ପୁରୁଣା ଦୋକାନ। ତ ମୋ ପଛପଟେ ଆପଣ ଦେଖିପାରୁଥିବେ, ମାନେ ଏଠି ଲୋକମାନେ କେତେ ସାରା ଲାଇନ୍ ଲଗେଇ ଠିଆ ହେଇଛନ୍ତି, ପ୍ଲସ୍ ପକୋଡା ବି ଖାଉଛନ୍ତି। ତ ପକୋଡାର ଚାହିଦା ଏଠି କିଛି ଅଲଗା। ଆଉ ତ ଚାଲନ୍ତୁ ଯିବା ଦେଖିବା। ତ ଫାଇନାଲ ଦେଖନ୍ତୁ ଆମେ ଆସି ପହଞ୍ଚି ଯାଇଛି ଆଜି ମୁଁ ବାଦାମବାଡ଼ିରେ। ଆମର ଗୋଟେ ଚିକେନ ପକୋଡା ଦୋକାନ ଅଛି ଭାଇନାଙ୍କର। ତ ଏଠି ଲୋକମାନଙ୍କର ଦେଖନ୍ତୁ କେତେ ସାରା ଭିଡ ହେଇଛି, ମାନେ ଆଇଁଷ ବାରି ଅଛି। ଆଉ ଚିକେନ ପକୋଡା ମାନେ ଆପଣ ଜାଣିଥିବେ ଆଜିକାଲି ଟାଇମରେ ଚିକେନ ପକୋଡାର ଡିମାଣ୍ଡ ବହୁତ ମାର୍କେଟରେ। ତ ଭାଇନା ଏଠି ଚିକେନ ପକୋଡା ଗରମା ଗରମ ଦେଖନ୍ତୁ ଚିକେନ ପକୋଡା ଛାଣୁଛନ୍ତି। ଉପରୁ ତ ଟେକ୍ସଚର ବହୁତ ବଢିଆ ଦେଖା ହଉଛି ପକୋଡାର। ଆଉ ଲୋକମାନେ ଏପଟେ ବରା ଖାଉଛନ୍ତି, ମାନେ ଖାଉଛନ୍ତି, ପାର୍ସଲ ବି ନେଇକି ଯାଉଛନ୍ତି। ଆଉ 100 ଟଙ୍କା ରଖିଛନ୍ତି ଭାଇନା ଫୁଲ ପ୍ଲେଟଟା, ଯୋଉଥିରେ ଦଉଛନ୍ତି 10 ପିସ୍। ଆଉ ହାଫ ପ୍ଲେଟଟା ରଖୁଛନ୍ତି 50 ଟଙ୍କା, 5 ପିସ୍ ଦଉଛନ୍ତି। ଆଉ ଦେଖନ୍ତୁ ଏଠି ଚଟଣି ଅଲରେଡି ଆଗରୁ ପାର୍ସଲ କରିକି ରଖା ହଉଛି, କାରଣ ଲୋକ ଭିଡ ହେବେ, କାରଣ ଭିଡ ସମ୍ଭାଳିବା ମୁସ୍କିଲ। ସେଥିପାଇଁ ଆଗରୁ ଭାଇନା ସବୁ ପାର୍ସଲ କରିକି ରଖିଦେଇଛନ୍ତି। ଆଉ ଏଇଠି ପକୋଡା ଛଣା ହେଇକି ଏଇ ଜାଗାରେ ରହୁଛି। ଆଉ ଏଇଟା ମ୍ୟାରିନେସନ ହେଇକି ଥୁଆ ହେଇଛି। ମ୍ୟାରିନେସନ ବି ଦେଖନ୍ତୁ ବହୁତ ବଢିଆ ଦେଖା ହଉଛି ଉପରୁ। ଭାଇନା ଆମର ଖାଆନ୍ତି ଏଠି। ଆଚ୍ଛା ପୁରା ଫେମସ ପକୋଡା ନାଇଁ? ତ ଏଠି ଦେଖନ୍ତୁ ଭିଡ ଆପଣ ଦେଖି ଜାଣିପାରୁଥିବେ, ମାନେ ଏଠି ଅଲରେଡି 10-15 ଜଣ ଲୋକ ଠିଆ ହେଇଛନ୍ତି, ଖାଉଛନ୍ତି ସମସ୍ତେ। ଡିମାଣ୍ଡ ବହୁତ। ଆଉ ପକୋଡା ଦେଖିଲେ ଜଣା ପଡୁଛି। ଅଧଘଣ୍ଟା ବି ଠିଆ ହେଇପାରି। ଆଚ୍ଛା ଅଧଘଣ୍ଟା ଠିଆ ହେଇପାରି। ଆଚ୍ଛା ଆପଣ କେତେ ଦିନ କଷ୍ଟମର ଭାଇଙ୍କ ପାଖରେ? ଆମ ଭାଇ 3-4 ବର୍ଷ ହେଇଗଲାଣି। ଆଚ୍ଛା ଏ ଗୋଟାଏ ପକୋଡା 3-4 ବର୍ଷ ହେଲା ଶୁଣିଥିଲେ ଆପଣ, ଭାଇ ଆମର ଏଠି ଖାଉଛନ୍ତି ପକୋଡା। ତାମାନେ ଟେଷ୍ଟ ବହୁତ ବଢିଆ, ମାନେ କଷ୍ଟମର ଯିଏ ଥରେ ଖାଇକି ଯାଉଛି ସିଏ ଭାଇନାଙ୍କ ପାଖକୁ ଅଲମୋଷ୍ଟ ଆସୁଥିବେ ବୋଲି ଆପଣ ଜାଣନ୍ତୁ, କାରଣ ବହୁତ ଡିମାଣ୍ଡ। ଆଉ ଦେଖନ୍ତୁ ଏଇଟା ମ୍ୟାରିନେସନ ହେଇକି ରଖିଛନ୍ତି, କେଡ ବଡ ପୁରା ଏତେ ବଡ କୁଣ୍ଡରେ ଦେଖୁଛନ୍ତି ରଖିଛନ୍ତି ପକୋଡା। ଭାବନ୍ତୁ କୋଉ ରେଟ୍ ବେପାର ହଉଥିବ। ଆଉ ଦେଖନ୍ତୁ ମାନେ ଆମେ ଅଲଗା ଜାଗାରେ ଦେଖିଛୁ, ଯୋଉଠି ଆପଣଙ୍କୁ ଦେଖେଇଛୁ, ମାନେ ପାଣିଆ ପାଣିଆ କରି ମ୍ୟାରିନେସନ କରନ୍ତି। ଏଠି କିନ୍ତୁ ଦେଖନ୍ତୁ ମସଲା ପୁରା ପ୍ରପରଲି ଚିକେନ ଲାଗିକି ଅଛି। ମାନେ ଏଟା ଛାଣିକି ଯେତେବେଳେ ବାହାରିବ, ମାନେ ଭାବନ୍ତୁ କେତେ କ୍ରିସ୍ପି ଲାଗିବ ଉପରୁ ଖାଇଲା ବେଳକୁ। ଏଇଟା ଦେଖନ୍ତୁ ଛଣା ହେଇକି ଅଛି। ଆଉ ଏଟା ଲୋକମାନେ କେମିତି ଖାଇବା ଦଉଛନ୍ତି, ଯିଏ ଯାହା ଖାଇଲା, ଯିଏ ହାଫ୍ ଖାଇଲା 50 ଟଙ୍କାରେ 5 ପିସ୍, ଆଉ ଯିଏ ଫୁଲ ଖାଇଲା 100 ଟଙ୍କାରେ 10 ପିସ୍। ଆଉ ଭାଇ ଆମର ଖାଉଛନ୍ତି। ଆପଣ କେତେ ଦିନ ହେଲା ଏଠି ଖାଇଲେଣି ଭାଇନା? ଭାଇ ମୁଁ ଟେଷ୍ଟ କରୁଛି, କାଲି ହିଁ ଦୋକାନ ନୂଆ କରିବି। ଆଚ୍ଛା ଆପଣ ଫାର୍ଷ୍ଟ ଟାଇମ ଖାଇବେ ଏଠି? ଫାର୍ଷ୍ଟ ଟାଇମ ଖାଉଛି, କିନ୍ତୁ କାଲି ହିଁ ଦୋକାନ ନୂଆ କରିବି। ଭାଇନା ଆମର ଫାର୍ଷ୍ଟ ଟାଇମ ଟ୍ରାଏ କରୁଛନ୍ତି। ଦେଖନ୍ତୁ ବହୁତ ସାରା କଷ୍ଟମର ଅଛନ୍ତି ଏଠି, ବହୁତ ପୁରୁଣା ମାନେ ଲୋକ ବି ଅଛନ୍ତି। ମାନେ କେତେ ଦିନ ହେଲା ଏଠି ଆପଣ କଲେଣି ଦୋକାନ? ଏଇଟା ଦାଦାଙ୍କର ଦୋକାନ, ମାନେ 30 ବର୍ଷର ଦୋକାନ। 30 ବର୍ଷ ଦୋକାନ। ଦାଦା ମାନେ ଇଏ ହେଲା ପରେ ଆପଣ ବୋଧେ କରୁଛନ୍ତି? ଲାଗିଛି ଦାଦାଙ୍କର। ଆଚ୍ଛା ମାନେ ଆକ୍ଚୁଆଲି ଭାଇନା କହିବା କଥା, ତାଙ୍କ ଦାଦାଙ୍କ ଫାର୍ଷ୍ଟ ଦୋକାନ ଥିଲା ଏଇଟା। 30 ବର୍ଷର ଦୋକାନ ଏଇଟା, ମାନେ ବହୁତ ପୁରୁଣା ଦୋକାନ। ଭାବନ୍ତୁ 30 ବର୍ଷ ପୁରୁଣା, ମାନେ ସେତେବେଳେ ପକୋଡା ଡିମାଣ୍ଡ କଣ ଥିବ ମାର୍କେଟରେ। ସେତେବେଳେ ଏତେ ପକୋଡା ଦୋକାନ ହେଇନଥିଲା, କିନ୍ତୁ ଏବେ ବହୁତ ସାରା ପକୋଡା ଦୋକାନ ହେଇଗଲାଣି। ଆଉ ତାପରେ ଇଏ ସମ୍ଭାଳୁଛନ୍ତି, ଆଉ ପୁତୁରା ହେଇକି ହିସାବରେ ତାଙ୍କର ନିଜ ପୁତୁରା ସମ୍ଭାଳୁଛନ୍ତି ବେପାରକୁ। ଆଉ ପ୍ରବଳ ଭିଡ। ଆଉ ଦେଖନ୍ତୁ ଇଏ ହଉଛନ୍ତି ଆମର କୈଳାସ ମଉସା, ତାଙ୍କରି ନାଁରେ ଦୋକାନ। ତ ତାଙ୍କ ପୁତୁରା ଏବେ ସମ୍ଭାଳୁଛନ୍ତି। ଆଉ ମାନେ ଭିତରେ ଯେ ଛଣାଛଣି କରୁଛନ୍ତି, ଇଏ ଛାଣୁଛନ୍ତି, ସେ ହଉଛନ୍ତି ତାଙ୍କ ପୁତୁରା। ଦେଖନ୍ତୁ ଭାଇନା ଏଠି ସବୁ ବଢା ବଢି ମାନେ ଲୋକଙ୍କୁ ଏମିତି ଖାଇବାକୁ ଦଉଛନ୍ତି। ଆଉ ମାନେ ଏଠି 3 ଜଣ ଲୋକ ଏଠି ଦରକାର, 3 ଜଣ ଲୋକ ଏଠି ରହିବା ଦରକାର। ମାନେ ଜଣେ ଛଣାଛଣି କରିବେ, ଜଣେ ଚଟଣି ଫୋଟଣି ଦେବେ, ଆଉ ଜଣେ ଲୋକଙ୍କୁ ଖାଇବାକୁ ଦେବେ, ନହେଲେ ସମ୍ଭାଳି ହବନି। ଭାଇରେ ବିଶ୍ୱାସ କରିବେନି, ପ୍ରବଳ ଭିଡ। ମାନେ ପାଖାପାଖି ବୋଧେ ମୁଁ ଭାବୁଛି
ସନ୍ଧ୍ୟା ବେଳୁ ମାନେ ଏତେ ଲୋକ ଏଠି ଖାଇକି ଗଲେଣି। ଏବେ ଅଲରେଡି ରାତି 9ଟା ହବ ଦେଖନ୍ତୁ ଏବେ ବି ଭିଡ଼। ମାନେ ଆପଣ ଜାଣିପାରୁଥିବେ ଦେଖିକି ଏ ଜାଗାରେ ପକୋଡ଼ାର ଚାହିଦା କେତେ। ତ ଫାଇନାଲି ଏଇଟା ଆସିଗଲା ଗରମା ଗରମ ଚିକେନ ପକୋଡ଼ା ମୋର। ଏଇଟା ମୁଁ ଗୋଟେ ଫୁଲଟା ଆଣିଛି ତ ଏଇଥିରେ 10 ପିସ୍ ଦେଇଛନ୍ତି। ଚାଲନ୍ତୁ ଯିବା ଖାଇବା ଆପଣଙ୍କ ସହିତ ସେୟାର କରିବା କେମିତି କ'ଣ ଲାଗୁଛି ପକୋଡ଼ାର ଟେଷ୍ଟ। ଆଉ ବାକି ଏଠି ଚଟନି ତ ପକୋଡ଼ାର ପୁରା ଦେଖୁଛନ୍ତି ଟେକ୍ସଚର ପୁରା ଉପରୁ ଅଲଗା ପ୍ରକାର ଦେଖାଯାଉଛି। ମାନେ ଯଦି ଲୋକେସନ ବିଷୟରେ ଆପଣଙ୍କୁ କହିବି ଆପଣ ଆମର ଏଇଟା ଅଛି ହୋଟେଲ ଆମର ଏଇଟା ଅଛି ହୋଟେଲ ବିଶାଲ ମାନେ ବାଦାମବାଡ଼ିରେ ଗୋଟେ ଅଛି ହୋଟେଲ ବିଶାଲ। ଆପଣ ତାରି ଫ୍ରଣ୍ଟରେ ଜଷ୍ଟ ଦେଖିବେ ଆଉ ଏଇଠି ଭାଇନା ଛାଣୁଛନ୍ତି ଆଉ। ଏଇଟା ଗୋଟେ ଫୁଟଓଭର ବ୍ରିଜ ଯାଇଛି ଆପଣ ମାନେ ଆଗଟା ଅଛି ବାଜାର କୋଲକାତା ଏଇ ଫୁଟଓଭର ବ୍ରିଜର ବାସ୍ ତଳେ ଏଇଠି ଅଛି ଦୋକାନଟା। ମୁଁ ବହୁତ ଥର ଏମିତି ଗଲାବେଳେ ମାର୍କ କରିଛି କିନ୍ତୁ କେବେ ଏମିତି ଖାଇନି କିନ୍ତୁ ଆଜି ଆସିଲି ଖାଇବାକୁ। ସାଇଜ ଦେଖନ୍ତୁ ପିସ୍ର ସାଇଜ ବି ବହୁତ ବଡ଼ ବଡ଼ ଅଛି। ଆଉ ଏଇଟା ଆଉ ଗୋଟେ ଜାଗାରେ ଦେଇଛନ୍ତି ମୋତେ ଚଟନି ଆଉ ପକୋଡ଼ା ଦୁଇଟା ଏମିତି ଅଛି। ଚାଲନ୍ତୁ ଯିବା ଖାଇବା କେମିତି କ'ଣ ଲାଗୁଛି ଆପଣମାନଙ୍କ ପକୋଡ଼ାର ପିସ୍ ଦେଖନ୍ତୁ ପକୋଡ଼ା କେତେ ବଡ଼ ବଡ଼ ପକୋଡ଼ା ଅଛି ବହୁତ ବଢ଼ିଆ ଦେଖାଯାଉଛି। ପକୋଡ଼ାର ଟେକ୍ସଚର ମାନେ ଆପଣ ପକୋଡ଼ା ତ ବହୁତ ଜାଗାରେ ଖାଇଥିବେ କିନ୍ତୁ ଏ ପକୋଡ଼ାରେ ବହୁତ ଭିଡ଼ ମାନେ କଟକ ମାର୍କେଟରେ ଏ ପକୋଡ଼ା ବହୁତ ଭିଡ଼। ଆପଣ ଭୁବନେଶ୍ୱର ତ ବହୁତ ଗୁଡ଼ା ଭିଡ଼ିଓ ମୁଁ ଆପଣଙ୍କୁ ଦେଖେଇଛି କିନ୍ତୁ ଏ ପକୋଡ଼ାର ମାନେ ଦେଖନ୍ତୁ ସାଇଜ ଦେଖନ୍ତୁ ଆଉ ଚଟନି ଦେଖନ୍ତୁ ଚଟନିର ଥିକନେସ୍ ବି ବହୁତ ଅଛି। ଚଟନି ବହୁତ ବହଳିଆ ଚଟନି ଅଛି ରାଗ ବି ଲାଗୁଛି ପ୍ରବଳ ହେଇଥିବ। ଦେଖିବା ଖାଇବା କେମିତି କ'ଣ ଲାଗୁଛି ମୁଁ ଆପଣଙ୍କୁ କହୁଛି। ପକୋଡ଼ା ଟେଷ୍ଟ ମାନେ ବିଶ୍ୱାସ କରିବେନି ଏତେ ଜୋରରେ ତାତିଛି ଆପଣ କଳ ପୋଡ଼ିଯିବ ଖାଇଲେ। ଯଦି ଗରମା ଗରମ ଆପଣ ଡାଇରେକ୍ଟ ଖାଇବେ ଆପଣ ପାଟି ପୋଡ଼ିଯିବ। ଟେଷ୍ଟ କିନ୍ତୁ ବହୁତ ବଢ଼ିଆ ପୁରା କ୍ରିସ୍ପି ଅଛି ମସ୍ତ ଲାଗୁଛି ଭିତର ବି ପୁରା ଟେଣ୍ଡର ବଢ଼ିଆ ଲାଗୁଛି ପକୋଡ଼ା। ପକୋଡ଼ା ସାଇଜ ଯେତିକି ଅଛି ମାନେ ନର୍ମାଲି ଆମେ ଭୁବନେଶ୍ୱରରେ କ'ଣ ଭୁବନେଶ୍ୱର 60 ଟଙ୍କାରେ ମିଳୁଛି ପକୋଡ଼ା 12 ପିସ୍ ଦେଉଛନ୍ତି କିନ୍ତୁ ଏ ପକୋଡ଼ା ସେ ପକୋଡ଼ା ଭିତରେ ଆକାଶ ପାତାଳ ଫରକ। ମାନେ ଏ ପକୋଡ଼ା ସାଇଜ ହେଉଛି ବହୁତ ବଡ଼ ଆଉ ଟେଷ୍ଟ ବି ପୁରା ବଢ଼ିଆ। ମେନ୍ ହେଉଛି ମ୍ୟାରିନେସନଟା ବଢ଼ିଆ କରୁଛନ୍ତି। ଆପଣ ଉପରୁ ଦେଖୁଥିବେ ମ୍ୟାରିନେସନଟା ପୁରା ବହୁତ ବଢ଼ିଆ ହେଇଛି ପକୋଡ଼ା। ପଛପଟ ହେଉଛି ଦୋକାନ ଟେଷ୍ଟ ବହୁତ ବଢ଼ିଆ। ଆପଣ ଯଦି ଯେତେବେଳେ କଟକ ଆସୁଛନ୍ତି ତ ବାଦାମବାଡ଼ିକି ଯଦି ଆସିବେ ତ ବାଦାମବାଡ଼ିରେ ଏଇଠି ଖାଇବେ କୈଳାସ ଭାଇନାଙ୍କ ପକୋଡ଼ା। ମାନେ କୈଳାସ ଭାଇନା ଯିଏ କରିଥିଲେ ସିଏ ଅଲରେଡ଼ି ଚାଲିଗଲେଣି ତ ଏବେ ତାଙ୍କ ପୁତୁରା ସମ୍ଭାଳୁଛନ୍ତି ସବୁ ଦୋକାନର ଦାୟିତ୍ୱ। ତ ଟେଷ୍ଟ କିନ୍ତୁ ଭାଇ ବଢ଼ିଆ ମାନେ ଭୁବନେଶ୍ୱରର ସବୁ ପକୋଡ଼ାକୁ ପଛରେ ପକେଇଦେବ। ବୋଧେ ଗୋଟେ ଦୁଇଟା ପକୋଡ଼ା ଯେଉଁଟା ଭୁବନେଶ୍ୱରରେ ମାନେ ଚାଲିଛି ଭଲ ହାଇପ୍କୁ ଟେଷ୍ଟ ବି କିନ୍ତୁ ଏ ପକୋଡ଼ା ପୁରା ଫିକା ପକେଇଦେବ ମାନେ ସବୁର ଟେଷ୍ଟ ମାନେ କାଟିଦେବ ପୁରା ବଢ଼ିଆ ପକୋଡ଼ା ମସ୍ତ। ମାନେ ସାଇଜକୁ ଦେଖିକି ବାକି ରେଟ୍ ଆଉ ଉପରୁ ଯେଉଁ ତାର ଯେଉଁ ଟେକ୍ସଚର ପକୋଡ଼ାର କଲର ବି ଜମା ବେଶୀ ନାହିଁ। କଲର ଯେତିକି ଦରକାର ପକୋଡ଼ା ଟିକେ କଲର ରହେ ଏମିତି ବିନା କଲରରେ କେହି କରୁନାହାନ୍ତି କିନ୍ତୁ କଲର ଯେତିକି ଦରକାର ସେତିକି କଲର ଦେଇଛନ୍ତି। ଟେଷ୍ଟ ପୁରା ବଢ଼ିଆ ମାନେ ପୁରା ଗୋଟେ ନିଆରା ଟେଷ୍ଟ ଲାଗୁଛି। ଆପଣ ପାଟିରେ ପୁରେଇବେ ଆଉ ଗରମା ଗରମ ଖାଇଲେ ପକୋଡ଼ା ମଜା ନେବେ। ଥଣ୍ଡା ହେଇଗଲା ଆପଣ ମଜା ନେଇପାରିବେନି। ମତେ ପୁରା ପକୋଡ଼ା ବଢ଼ିଆ ଲାଗିଲା। ଆଉ ଦେଖନ୍ତୁ ମାନେ ପିସ୍ ଦେଇଛନ୍ତି ସବୁ ଯାକ ପିସ୍ ଦେଖନ୍ତୁ କେତେ ବଢ଼ିଆ ଅଛି। ଆଉ ଭିତରୁ ଯଦି ଆପଣ ଦେଖେଇବି ଏତେ ଜୋର ବାମ୍ଫ ବାହାରୁଛି ମୁଁ ଦେଖେଇବି କ'ଣ ପୁରା ତାତିକି ପୁରା ପ୍ରବଳ ପୁରା ସାଙ୍ଗେ ସାଙ୍ଗେ ଛାଣିଛନ୍ତି ଦେଇଛନ୍ତି। ବହୁତ ବଢ଼ିଆ ପିସ୍ ପୁରା ସଫ୍ଟ ଅଛି ଦେଖନ୍ତୁ ପୁରା ଟେଣ୍ଡର ଅଛି ବଢ଼ିଆ ଲାଗୁଛି ପିସ୍ ପୁରା ମଜା ନେବେ ଆପଣ। ଏଇ ଚଟନିଟା ବି ବହୁତ ରାଗୁଆ ଚଟନି ଅଛି ମାନେ ଦେଖାଯାଉଛି ଏମିତି କିନ୍ତୁ ଚଟନିଟା ବହୁତ ରାଗ। ବଢ଼ିଆ ଟେଷ୍ଟ ପୁରା ପାଟିରେ ଖାଇବେ ଫିଲ୍ ନେଇ ଖାଇବେ ମାନେ ଏ ପକୋଡ଼ାକୁ ଆପଣ ତରତରରେ ଖାଇପାରିବେନି କାରଣ ଏଇ ଯେଉଁ ଭଳିଆ ତାତିଛି ପୁରା ଫିଲ୍ ନେଇ ଆରାମସେ ଆପଣ ଖାଇବେ। ବଢ଼ିଆ ଲାଗୁଛି ପକୋଡ଼ା ମାନେ ଯେଉଁ ଭିତରେ ଯେଉଁଟା କଞ୍ଚାଳିଆ ସ୍ମେଲ୍ ଆସେ ଚିକେନ ଦେଖିବେ ବେଳେବେଳେ କଞ୍ଚାଳିଆ ସ୍ମେଲ୍ ଆସେ ଟୋଟାଲି କଞ୍ଚାଳିଆ ସ୍ମେଲ୍ ନାହିଁ। ସ୍ମେଲ୍ ପୁରା ମାନେ ପ୍ରପରଲି ଭିତରୁ ଚିକେନର ସ୍ମେଲ୍ କଟିଯାଇଛି ପୁରା ବଢ଼ିଆ ସେ ଛାଣିଛନ୍ତି ମସ୍ତ ଲାଗୁଛି। ମୋତେ ତ ଓଭରାଲି ମୁଁ ଯଦି ରେଟିଂ ଦେବି 10 ଆଉଟ୍ ଅଫ୍ 10 ଦେଇ ପକୋଡ଼ାକୁ ବହୁତ ବଢ଼ିଆ ଲାଗିଲା। ତ ଆପଣମାନେ ଯେଉଁମାନେ ବି ଆମ ବ୍ଲଗ୍କୁ ଦେଖିଲେଣି ନିଶ୍ଚୟ ଗୋଟେ ଥର ଆସନ୍ତୁ ଏଠି କୈଳାସ ଭାଇନାଙ୍କ ପକୋଡ଼ା ମୋ ପଛପଟେ ଅଛି ଆଉଟଲେଟ୍ ଦେଖାଯାଉଥିବ ଆପଣଙ୍କୁ। ଏବେ ବି ଲୋକ ଭିଡ଼ ଅଛନ୍ତି ରାତି 9ଟା ହେଲାଣି 10ଟା ବାଜିବ ଆଉ ଟିକେ ପରେ ପ୍ରବଳ ଭିଡ଼ ମସ୍ତ ଲାଗୁଛି ଟେଷ୍ଟ। ଗରମା ଗରମ ପକୋଡ଼ା ଜଷ୍ଟ କରେଇରୁ ଛାଣି ବାହାରିଲା ତ ଦେଲେ ପୁରା ପାଟି ମୋର ଅଲରେଡ଼ି ପୋଡ଼ି ସାରିଲାଣି ଭିତରେ ମାନେ ଏତେ ଗରମ ହେଇଛି ଆଉ କେତେ ଟାଇମ୍ ବି ୱେଟ୍ କରି ଖାଇବି ମାନେ ଏଇଠି ଯଦି ମୁଁ ରହି ଖାଇବି ଘଣ୍ଟେ 1.5 ଘଣ୍ଟା ଲାଗିଯିବ ପକୋଡ଼ା ପ୍ଲେଟ୍ଟା ସାରିବାକୁ ବହୁତ ଜୋର ତାତିଛି ଆଉ ଟେଷ୍ଟ ପୁରା ଏକଦମ ବଢ଼ିଆ। ଏଠି ଆଗରେ କ'ଣ କହିଲେ ଆମର ଯେଉଁ ବୋନଲେସ୍ ପିସ୍ ପ୍ଲସ୍ ଚର୍ବି ପିସ୍ ଆଉ ବାକି ଆମର
जोटा रहा बोन वाला पीस 3टा भेराइटर पीस दौरान जो लोक जी मागुची किए कौन चर्बी पीस आमको दिखाँ दुईटा तो चर्बी पीस दौरान किए मागुची ना बोनलेस खाली दिखाँ तो बोनलेस दौरान तो एमती सब अच्छी माने लोक मैंने खाई जागले जे पुराणा लोक तो अलरेडी जानी ढांचा कौन बहुत बढ़िया लगे तो आपड़ निश्चय गोटे ये आसवे जब कटक आसवे तो होटेल विशाल सामने अच्छे भाईना आउटलेट निश्चय गोटे ट्राए करूँ सजेसन देवी कि आपको खाइबे ये निश्चय टेस्ट बहुत बढ़िया लगे तो एंजॉय करेंगे आप पकड़ा गोटे बोबाल पकड़ा खाई कटक मार्केट मुझे मिस करी खाई नी बहुत थर रास्ता जाइए खाई पारनी आज कि चान्स मिलूँ खाइली बहुत बढ़िया लगे आशा करुँच ब्लॉगटा आप एंजॉय करते देखो राति आसिक बाज मानने 9:30 हम एवं भी देखो लोक मान फिर भी ये भिड़ खाया माने भावतु कौ रेट बेपार हो जगह अलग प्रकार भिड़ लोक मैंने खाऊँ पार्सल नौ सब प्रकार जिन एक साथ चलती मुझे खाइली मतलब ओवराल टेस्ट बहुत बढ़िया लगे जेहेतु माने बस स्टॉपटा ये बस भी ये रुहे तो बस रहा मैंने लोक मैंने फटाफट आसती खाई जाती आठी पूरा माने भिड़ अलग प्रकार गोटे भल पकड़ा आप माने कटक मार्केट रे जो भल पकड़ा खाया चाहते यहाँ यहाँ हूँ गोटे बेस्ट डेस्टिनेशन आपण तो 100 टंकार फुलटा अच्छी आ हाफटा अच्छी 50 टका तो आपड़ जो गोटे भल पकड़ा खाया चाहते कटक रे अच्छा कि भुवनेश्वर के कटक को आसुँच तो मुझे सजेसन देवी निश्चय गोटे थर कैलाश पकड़ा को आसतु गोटे टेस्ट करूँ आ टेस्ट केमती लगे आप खाइला मो वीडियो देखते तो कमेंट सेक्शन में कमेंट देवे तो चलते आज ब्लॉग ये पुणी देख आप सहित नेक्स्ट ब्लॉग रे।